ସୁପ୍ରଭାତ। ଆଜିର ଏହି ଶୁଭ ବସନ୍ତ ଶୀତୁଆ ପ୍ରଭାତରେ ଉପସ୍ଥିତ ଥିବା ସମସ୍ତ ଦିବ୍ୟ ଜୀବନାକାଂକ୍ଷୀ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର। ପରମ ବ୍ରହ୍ମଙ୍କର ପରିପ୍ରକାଶ ଅଭିବ୍ୟକ୍ତି ସହିତ ତାଙ୍କର ଏହି ଚୂଡ଼ାନ୍ତ ଅଭିବ୍ୟକ୍ତି ଏ ଅନ୍ନମୟ ଜଗତରୁ ଆନନ୍ଦମୟ ଜଗତ ପର୍ଯ୍ୟନ୍ତ ଯେଉଁ ବିବର୍ତ୍ତନ କ୍ରମରେ ଏକ ଉତ୍ତରଣ କିମ୍ବା କ୍ରମ ବିକାଶର ଧାରାକୁ ଉପନିଷଦର ଗୁରୁମାନେ ଆଲୋଚନା କରୁଛନ୍ତି, ସେହି ବିଷୟରେ ଲିଖିତ ଏହି ତୈତ୍ତରୀୟ ଉପନିଷଦର ମାନ୍ତ୍ରିକ ଉପସ୍ଥାପନକୁ ଆମେ ଅଧ୍ୟୟନ ଆଲୋଚନା କରୁଛୁ। ମନ୍ତ୍ରଦ୍ରଷ୍ଟା ଋଷିମାନଙ୍କର ଉପଲବ୍ଧି, ତାଙ୍କର ଜ୍ଞାନ ଆଧାରରେ ଯେଉଁ ଭଗବତ ପ୍ରାପ୍ତିର ଅଭିଜ୍ଞତା ସେ ଶିଷ୍ୟଙ୍କ ମାଧ୍ୟମରେ ଆମକୁ ଜ୍ଞାତ କରାଉଛନ୍ତି ଏବଂ ଉପନିଷଦ ତାହାର ଏକ ଆଲେଖ୍ୟ। ଏହି ଯେଉଁ ପବିତ୍ର ମହାନ ଗ୍ରନ୍ଥ ଉପନିଷଦ ଆମ ସଭିଙ୍କ ଚେତନାକୁ ଉଜ୍ଜଳମୟ କରିବା ସହିତ ବିକାଶ ଧାରାକୁ ଆରୋହଣ କ୍ରମରେ ଆମକୁ ଉତ୍ତୋଳିତ କରୁ। ଏଥିପାଇଁ ପରମୋଚ୍ଚ ପ୍ରଭୁଙ୍କ ପାଖରେ ଆମେ ପ୍ରାର୍ଥନା କରିବା। ଆଜିର ଏହି ପବିତ୍ର କାର୍ଯ୍ୟକ୍ରମକୁ ସେହି ପରମାତ୍ମାଙ୍କର ପାଦପଦ୍ମରେ ସମର୍ପଣ କରିବା। ଉପନିଷଦର ମହାନ ପବିତ୍ର ସାଗର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆମେ ସେହି ପରମ ବୀଜ ମନ୍ତ୍ର ଓଁକାର ନାଦକୁ ଆମେ ସମବେତ ଭାବରେ ଧ୍ୱନିତ କରିବା ଏବଂ ତାଙ୍କର ଉପସ୍ଥିତି, ତାଙ୍କର ଆମ ଭିତରେ ଥିବା କ୍ରିୟାକୁ ଆମେ ଅନୁଭବ କରିବା। हे परमोच्च प्रभु, ଚିରନ୍ତନ ସତ୍ୟ, ଆମେ କେବଳ ତୁମରି ଆଜ୍ଞାବହ ହୋଇ ଉଠୁ। ଅସତ୍ୟର ବିଧାନକୁ ଆଶ୍ରୟ କରି ଜୀବନ ଧାରଣ କରୁ। ତୈତ୍ତରୀୟ ଉପନିଷଦର ବ୍ରହ୍ମାନନ୍ଦ ବଲ୍ଲୀକୁ ସମସ୍ତଙ୍କୁ ସ୍ୱାଗତ। ଆମେ ବ୍ରହ୍ମାନନ୍ଦ ବଲ୍ଲୀ ଅଧ୍ୟୟନ କରିବା ପ୍ରାରମ୍ଭରେ ଋଷି ସ୍ପଷ୍ଟ ଭାବରେ ଆଲୋଚନା କଲେ ଯେ ଏହି ବ୍ରହ୍ମ ହେଲେ ଅନନ୍ତ ସତ୍ୟ, ଅନନ୍ତ ଜ୍ଞାନ। ଅନନ୍ତ ହିଁ ତାଙ୍କର ପ୍ରକୃତ ଆଦ୍ୟ ଅଭିବ୍ୟକ୍ତି। ସେହି ସତ୍ୟମ୍ ଜ୍ଞାନମ୍ ଅନନ୍ତଂ ବ୍ରହ୍ମ ପ୍ରତ୍ୟେକ ଜୀବର ଅନ୍ତରତମ ଗହ୍ୱର ପ୍ରଦେଶରେ ଗୁପ୍ତ ଭାବରେ ରହିଛନ୍ତି। ଏହା ସହିତ ସେ ତାଙ୍କର ଅଭିବ୍ୟକ୍ତି ବିଶ୍ୱବ୍ୟାପୀ ଏବଂ ବିଶ୍ୱଠାରୁ ଆହୁରି
ବିଶ୍ୱାତୀତ, ତାଙ୍କର ସର୍ବତ୍ର ପ୍ରସାରିତ ହୋଇ ସେ ରହିଛନ୍ତି। ସେ ଅନନ୍ତ ବିସ୍ତାରୀ ସତ୍ୟମ୍ ଜ୍ଞାନମ୍ ଅନନ୍ତକୁ କେବଳ ବ୍ରହ୍ମବିଦ୍ ମାନେ ହିଁ ତାଙ୍କର ଶୁଦ୍ଧ ଚେତନାରେ ପ୍ରାପ୍ତ କରନ୍ତି। ବ୍ରହ୍ମବିଦ୍ ମାନେ ତାଙ୍କ ସହିତ ଏକାତ୍ମ ହୁଅନ୍ତି ଏବଂ ପରମ ବ୍ରହ୍ମଙ୍କୁ ସ୍ୱରୂପରେ ତାଙ୍କୁ ପ୍ରାପ୍ତ କରନ୍ତି। ଏବଂ ପରମ ବ୍ରହ୍ମକୁ ସ୍ୱରୂପରେ ପ୍ରାପ୍ତ କରିବା ସହିତ ତାଙ୍କର ସମସ୍ତ ବିଭୂତିକୁ ମଧ୍ୟ ତାଙ୍କ ସହିତ ପ୍ରାପ୍ତ କରନ୍ତି। ଅତି ସ୍ଥୂଳ ସୂକ୍ଷ୍ମ କାମ୍ୟ ସମସ୍ତ ତାଙ୍କର ବିଭୂତିକୁ ସେ ଆନନ୍ଦ ସହିତ ତାକୁ ପ୍ରାପ୍ତ କରନ୍ତି। ଏବଂ ସେ ନିଜେ ଋଷି ଏଠାରେ ସେ ପରମ ବ୍ରହ୍ମଙ୍କର ଯେଉଁ ଏଠି ପରିପ୍ରକାଶ ଯେ ସେ କିପରି ସେ ପରମ ବ୍ୟୋମରୁ ପରମ ଆକାଶରୁ ପରମାତ୍ମା ପଞ୍ଚ ମହାଭୂତ ରୂପରେ ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜୀବ, ଜଳ, ଜଳରୁ ପୃଥିବୀ ରୂପରେ ରୂପାନ୍ତରିତ ହୋଇ ଜଡ଼ମୟ ତାଙ୍କର ପରିପ୍ରକାଶ ଗୋଟେ ଅନ୍ତିମ ପରିପ୍ରକାଶ ଚୂଡ଼ାନ୍ତ ପରିପ୍ରକାଶ ରୂପରେ ସେ ଏଠି ନିଜେ ରୂପାୟିତ ହେଉଛନ୍ତି। ଏବଂ ତାହାରି ଭିତରେ ସେ ଜଡ଼ ଭିତରୁ ସେ ପ୍ରାଣର ଏକ ନୂତନ ସ୍ପନ୍ଦନ, ସେଟା ହେଉଛି ପ୍ରଥମ ପ୍ରାଣ, ସେ ହେଉଛି ବନସ୍ପତି ଔଷଧି ରୂପରେ ନିଜକୁ ରୂପାୟିତ କଲେ। ଏହି ଜଡ଼ମୟ ପୃଥିବୀରେ ସେ ଏକ ସଚଳ ଜୀବ ବନସ୍ପତିର ଶକ୍ତି ଦ୍ୱାରା ସେ ଅନ୍ନମୟ ଜୀବ ହୋଇ ନିଜେ ରୂପାୟିତ ହେଲେ। ଏ ଜଗତ ହେଲା ଏକ ଅନ୍ନମୟ ଜଗତର ଏକ ବିଶାଳ ପରିପ୍ରକାଶ। ପରମ ସେହି ଅନ୍ନମୟ ରୂପରେ ତାଙ୍କର ସମସ୍ତ କ୍ରିୟାର ଧାରାକୁ ଚୂଡ଼ାନ୍ତ ରୂପ ଦେଲା ପରେ ସେ ତାଙ୍କର ଆବରଣକୁ ବିଦୀର୍ଣ୍ଣ କରି ପରମାତ୍ମା ନିଜକୁ ସ୍ୱରୂପରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଗୋଟେ ଆରୋହଣର ନୂତନ ରାସ୍ତାକୁ କିପରି ତିଆରି କରୁଛନ୍ତି ସେ କଥା ଆମେ ପଢ଼ୁଥିଲୁ। ଯେ ସେ କେତୋଟି କ୍ଲାସ୍ ଭିତରେ ଆମେ ଆଲୋଚନା କଲୁ ଯେ କିପରି ବିବର୍ତ୍ତନ କ୍ରମରେ ସେହି ଚୂଡ଼ାନ୍ତ ପରିପ୍ରକାଶ ଅନ୍ନମୟ କୋଷ ଭିତରୁ ପ୍ରାଣମୟ ପୁରୁଷଙ୍କର ଆବିର୍ଭାବ ଘଟିଲା ଏବଂ ପ୍ରାଣମୟ ପୁରୁଷ ତାଙ୍କର ସମସ୍ତ କ୍ରିୟାକୁ ପ୍ରକାଶ କରିବା ପାଇଁ ଏ ଜଡ଼କୁ ଏକ କ୍ଷେତ୍ର ରୂପରେ ପ୍ରାପ୍ତ କଲେ ଏବଂ ଜଡ଼ମୟ କ୍ଷେତ୍ର ଭିତରୁ ପ୍ରାଣ ନିଜକୁ ପୂର୍ଣ୍ଣ ପରିପ୍ରକାଶ କରିବା ପାଇଁ ଗୋଟେ ସ୍ଥାନ ପାଇଲେ ପ୍ରାଣ ରୂପରେ ଏବଂ ପୂର୍ଣ୍ଣ ପ୍ରାଣମୟ କୋଷର ଏକ ରୂପାନ୍ତରିତ ହେଲେ ଏବଂ ଏଠି ପ୍ରାଣୀମାନେ ଜାତ ହେଲେ। ସେହି ପ୍ରାଣମୟ କୋଷ ଭିତରୁ ତାର ଗୋଟେ ଅତି ଅନ୍ତରତମ ଆତ୍ମା ମନୋମୟ ପୁରୁଷଙ୍କର ଆବିର୍ଭାବ ଘଟିଲା। ଆଉ ମନୋମୟ ପୁରୁଷ ନିଜକୁ ଏକ ପୂର୍ଣ୍ଣ ପରିପ୍ରକାଶ ପାଇଁ ସାଧନା କଲା। ଆମେ ଯେଉଁ ଆଜି ଯେ କେତେ ମନ ଯୁକ୍ତ ମନୁଷ୍ୟମାନଙ୍କୁ ଦେଖୁଛ, ସେ ସମ୍ପ୍ରତି ମନୋମୟ କୋଷର ବା ମନୋମୟ ପୁରୁଷର ଏକ ଖଣ୍ଡିତ ପରିପ୍ରକାଶ। ସେ ମନୋମୟ ପୁରୁଷ ମନୁଷ୍ୟ ରୂପରେ ନିଜକୁ ପୂର୍ଣ୍ଣ ପରିପ୍ରକାଶ କରିବା ପାଇଁ ସାଧନା କରୁଛି। ମନ ନିଜକୁ ପୂର୍ଣ୍ଣ ରୂପେ ପରିପ୍ରକାଶ ଆଜି ପର୍ଯ୍ୟନ୍ତ କରିପାରି ନାହିଁ। ସେ ତାର ବୁଦ୍ଧିବୃତ୍ତିକୁ ଆଧାର କରି ମନ ତାର ପରିପ୍ରକାଶ କ୍ରିୟାରେ ବିକାଶ କ୍ରିୟାରେ ସେ ସାଧନାରତ ଅଛି। ଯେତେବେଳେ ମନର ପୂର୍ଣ୍ଣ ବିକାଶ ହେଇଯିବ ସେତେବେଳେ ସେହି ମନୋମୟ କୋଷରୁ ପ୍ରକାଶ ହେବେ ବିଜ୍ଞାନମୟ ପୁରୁଷଙ୍କର ପ୍ରକାଶ ଘଟିବ
ଆଉ ସେ ବିଜ୍ଞାନମୟ ପୁରୁଷ ହେଉଛନ୍ତି ସେ ଋତମ୍ ସତ୍ୟମ୍ ବୃହତ୍, ସେ ପୂର୍ଣ୍ଣ ଆନନ୍ଦମୟ, ପୂର୍ଣ୍ଣ ଜ୍ଞାନମୟ, ପୂର୍ଣ୍ଣ ସତ୍ୟମୟ, ସେ ବିଜ୍ଞାନମୟ କୋଷ। ସେଠି ପ୍ରେମ, ଶ୍ରଦ୍ଧା ଏହି ସବୁ ଜିନିଷରେ ପରିପୂର୍ଣ୍ଣ। ସେ ଶ୍ରଦ୍ଧାପୂର୍ଣ୍ଣ ଅନ୍ତର ପୃଷ୍ଟି ଦ୍ୱାରା ସେ ନିଜେ କେମିତି ସ୍ୱୟମ୍ଭୁ ହୋଇଛନ୍ତି ଏବଂ ନିଜେ ନିଜକୁ ସେଠି ପ୍ରକାଶ କରୁଛନ୍ତି ବହୁ ରୂପରେ। ଏବଂ ସେଇ ବିଜ୍ଞାନମୟ କୋଷ ସେ ମୋହ ଉପରେ ପ୍ରତିଷ୍ଠିତ, ସେଇ ଗୋଟିଏ ଅତିମାନସ ଶକ୍ତି ଉପରେ ପ୍ରତିଷ୍ଠିତ। ଆଉ ସେ ହିଁ ମନର ମନ, ପ୍ରାଣର ପ୍ରାଣ ଏବଂ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟ। ସେଠି ପରମଙ୍କର ଗୋଟେ ପୂର୍ଣ୍ଣାଙ୍ଗ ରୂପ ରହିଛି। ସେଠି ପ୍ରଜ୍ଞା ରୂପରେ ସେ ପରିପୂର୍ଣ୍ଣ ହୋଇକି ରହିଛନ୍ତି, ଯେଉଁଠି ସମସ୍ତ ଯଜ୍ଞର ପୂର୍ଣ୍ଣାହୁତି ସମ୍ଭବ। ଏବଂ ସେହି ସ୍ତରରେ ମଣିଷ ଯେତେବେଳେ ବାସ କରିବ, ସେ ହିଁ ଗୋଟେ ବିମିଶ୍ର ଜ୍ଞାନ, ଗୋଟେ ବିମିଶ୍ର ସତ୍ୟ, ବିମିଶ୍ର କର୍ମକୁ ସେ ରୂପାୟନ କରିପାରିବ। ସେଠି ସମ୍ପୂର୍ଣ୍ଣ ପୂର୍ଣ୍ଣତା ରହିଛି, ଯେଉଁଠି ଶରୀର, ପ୍ରାଣ, ମନ ନିଜକୁ ଏକ ସ୍ୱତନ୍ତ୍ର ସତ୍ତା ଭାବରେ ଆଉ ବିକଶିତ ନ କରି ଏକ ପୂର୍ଣ୍ଣ ମିଳନ ଦ୍ୱାରା ନିଜକୁ ପୂର୍ଣ୍ଣ କରିପାରିବେ। ସେହି ଜ୍ଞାନମୟ କୋଷରୁ ଜନ୍ମ ନେବେ ଆନନ୍ଦମୟ ପୁରୁଷ। ଏବଂ ଆନନ୍ଦମୟ ହିଁ ତାଙ୍କର ଏକ ଶୁଦ୍ଧ ପରିପ୍ରକାଶ। ଏହି ସମସ୍ତ ବିଦ୍ୟାକୁ ଆଲୋଚନା କରି ସାରିଲା ପରେ ଏ ଉପନିଷଦର ଶିଷ୍ୟମାନେ ତାଙ୍କୁ ଗୁରୁଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଏ ଜଗତର ଦୁଇ ପ୍ରକାର ଲୋକ ରହିଛନ୍ତି। ଜଣେ ବ୍ରହ୍ମଙ୍କ ସହିତ ଏକାତ୍ମ ହୋଇ ବ୍ରହ୍ମଜ୍ଞାନୀ, ନିଜକୁ ଜାଣନ୍ତି, ଜଗତକୁ ଜାଣନ୍ତି, ବ୍ରହ୍ମଙ୍କୁ ଜାଣନ୍ତି। ଆଉ ଗୋଟେ ପ୍ରକାର ଲୋକ ରହିଛନ୍ତି ଯେଉଁମାନେ ଅଜ୍ଞାନୀ। ସେମାନେ ନା ବ୍ରହ୍ମଙ୍କ ବିଷୟରେ ଜ୍ଞାନ ତାଙ୍କର ଅଛି, ନା ଜଗତ ବିଷୟରେ ଜ୍ଞାନ ଅଛି। ଏ ଦୁଇ ପ୍ରକାର ଲୋକ ଯେତେବେଳେ ମରିଯାଆନ୍ତି, ସେମାନେ କ'ଣ ସେଇ ଜ୍ୟୋତିର୍ମୟ ଲୋକ, ସେ ପରମ ଲୋକକୁ ପ୍ରାପ୍ତ କରନ୍ତି? ଅଜ୍ଞାନୀମାନେ କ'ଣ ତାକୁ ପ୍ରାପ୍ତ କରନ୍ତି? ଆଉ ଜ୍ଞାନୀମାନେ କ'ଣ ତାକୁ ପ୍ରାପ୍ତ କରନ୍ତି? ଏ ଜ୍ଞାନୀ ଏବଂ ଅଜ୍ଞାନୀ ଏ ଦୁଇଟା ଯେତେବେଳେ ପ୍ରଶ୍ନ ଆସିଛି, ସେତେବେଳେ ତାର ଉତ୍ତରରେ ଋଷିଙ୍କର ସେଇ ଋଷି ପରମାତ୍ମାଙ୍କର ସୃଷ୍ଟିର ପ୍ରକ୍ରିୟା, ଏଇ ସୃଷ୍ଟ ଜଗତ ଏବଂ ଜଗତ ସହିତ ତାର ତତ୍ତ୍ୱର ଏକ ଆଲୋଚନା ସେ ରଖୁଛନ୍ତି ଯେ ପରମ କିପରି ନିଜ ଶକ୍ତିରୁ, ତପଶକ୍ତିରୁ ଏ ଜଗତକୁ ସୃଷ୍ଟି କଲେ। ଏ ଜଗତର ଯାହା ବି ଏଠି ଜଗତରେ ଯାହା କିଛି ସୃଷ୍ଟ ହେଇଛି, ଏସବୁ କିଛି ତାଙ୍କରି ତପଶକ୍ତିରୁ ଜାତ। ତେଣୁ ଏଇଠି ସୃଷ୍ଟ ଜଗତ ହଉ ବା ସୂକ୍ଷ୍ମ ଜଗତ ହଉ, ସେ ନିଜେ ଯେତେବେଳେ ବହୁ ରୂପରେ ରୂପାୟିତ ହେଲେ ଏବଂ ସେ ବହୁ ରୂପଟା ତାଙ୍କର କାମନାରୁ ଜାତ ହେଇଛି। ତେଣୁ ମୂଳତଃ କାମନା, କାମୟେତି ବହୁଶ୍ୟାଂ ପ୍ରଜୟେତି, ବହୁ ରୂପରେ ସେ ପ୍ରଜା ହେଇଛନ୍ତି। ତାଙ୍କର କାମନା ଦ୍ୱାରା ସେ ସୃଷ୍ଟି କରିଛନ୍ତି, ସେ ଇଚ୍ଛା କରି ସେ ସୃଷ୍ଟି କରିଛନ୍ତି। ତେଣୁ ତାଙ୍କର ପ୍ରତ୍ୟେକ ସର୍ବ ସୃଷ୍ଟି ଭିତରେ ସେ ନିଜକୁ ପୂର୍ଣ୍ଣ ଶୁଦ୍ଧ ଆତ୍ମା ରୂପରେ ପୁଣି ପ୍ରବେଶ କରିଛନ୍ତି। ଏଠି ତାଙ୍କର ପରିପ୍ରକାଶ ଲାଭ ଘଟିଛି ତାଙ୍କ ଶକ୍ତି ଦ୍ୱାରା। ତେଣୁ ଆମେ ଯେଉଁ ଏଠି ଦେଖୁଛୁ ଜ୍ଞାନୀ ଏବଂ ଅଜ୍ଞାନୀ, ସତ୍ୟ ମିଥ୍ୟା, ସ୍ଥୂଳ ସୂକ୍ଷ୍ମ, ବ୍ୟକ୍ତ ଅବ୍ୟକ୍ତ, ଏଠି ନିଳୟମ୍ ଚ ଅନିଳୟମ୍ ଚ, ଜ୍ଞାନୀ ଅଜ୍ଞାନୀ, ଏ ସବୁ କିଛି ସେଇଠୁ ହିଁ ସୃଜିତ ହେଇଛି ଏବଂ ସବୁ ଭିତରେ ସେ ନିଜେ ପ୍ରବେଶ କରିଛନ୍ତି।
ଏଠି ଗୋଟେ ଅଭେଦ୍ୟକୁ ସେ ଆଲୋଚନା କରୁଛନ୍ତି, ଇଣ୍ଡିଫରେନ୍ସକୁ ସେ ସୁନ୍ଦର ଆଲୋଚନା କରୁଛନ୍ତି। ସେ ସବୁ ଭିତରେ ସେ ହିଁ ଅଛନ୍ତି। ଏବଂ ତାପରେ ସେ ପୁଣି ଆମେ ଗତ ଥର ଆଲୋଚନା ଗୋଟିଏ ଶ୍ଲୋକ କରିଥିଲୁ, ସେ ଆଲୋଚନାଟାକୁ ପୁଣି ଆମେ କରିବା ଯେ ସେ ପୂର୍ଣ୍ଣ ଭାବରେ ସେ ନିଜକୁ କେମିତି ଆହୁରି ସେ ସ୍ପଷ୍ଟ ଭାବରେ ଆଲୋଚନା କରୁଛନ୍ତି ଯେ ଯେତେବେଳେ ସେ ପରମାତ୍ମା ସେଇ ଅନନ୍ତ ଜ୍ଞାନମ୍ ଅନନ୍ତଂ ସତ୍ୟମ୍, ସେ ପ୍ରଥମ ତାଙ୍କର ଅଭିବ୍ୟକ୍ତିଟି କିପରି ଘଟିଥିଲା। ସେ କହୁଛନ୍ତି ଅସତ୍ ବା ଇଦମ୍ ଅଗ୍ରମ ଆସୀତ୍, ସେ ନିଜେ ଅସତ୍ ରୂପରେ ବିଦ୍ୟମାନ ଥିଲେ, ତାଙ୍କର କୌଣସି ଅଭିବ୍ୟକ୍ତ ନଥିଲା। ସେ ଅତି ସୂକ୍ଷ୍ମ ଭାବରେ କାରଣ ରୂପରେ ସେ ବିଦ୍ୟମାନ ଥିଲେ। ଏବଂ ଆମେ ଯେ ବିଗ୍ ବ୍ୟାଙ୍ଗ ତତ୍ତ୍ୱରେ ପଢ଼ୁଛୁ ଯେ ସେଇଠି ଅସୀମ ହିଁ ଥିଲେ, ଅନନ୍ତ ସାନ୍ଦ୍ରତା, ଅନନ୍ତ ବସ୍ତୁତ୍ୱ, ଟାଇମ୍ ଆଣ୍ଡ ସ୍ପେସ୍ରୁ ଉର୍ଦ୍ଧ୍ୱ ସେ ଅବ୍ୟକ୍ତ କାରଣମୟ ରୂପ ସେ ଥିଲେ। ସେଇ ଅସଦ୍ରୁ ତତୋ ବୈ ସଜ୍ଜାୟତ, ଏବଂ ତାଠାରୁ ସତ୍ ଅର୍ଥାତ୍ ଏ ବିଶ୍ୱ ଏଇ ଚୂଡ଼ାନ୍ତ ପରିପ୍ରକାଶ ରୂପ ଆଉ ରଙ୍ଗର ଜଗତ ସେଇଠୁ ହିଁ ସତ୍ ଜାୟତେ, ଜାତ ହେଲା। ଏଠି ଅସତ୍ ଆଉ ସତ୍, ଅସତ୍ ମାନେ ତାଙ୍କର ଗୋଟେ କାରଣମୟ ରୂପରେ ସେ ଅବ୍ୟକ୍ତ ରୂପରେ ସେ ରହିଛନ୍ତି। ଯେମିତି ଗଛ ମଞ୍ଜି ଭିତରେ ସେ ଅବ୍ୟକ୍ତ ରୂପରେ ଥାଏ, ତାଙ୍କୁ ଦେଖାଯାଏନି, କିନ୍ତୁ ତାଙ୍କର ଗୋଟେ ବ୍ୟକ୍ତ ରୂପ ହେଉଛି ତାଙ୍କ ସତ୍ ରୂପ। ସେ ଗଛଟି ସେ ମଞ୍ଜି ଭିତରୁ ସେ ବାହାରି ଆସେ। ସେମିତି ଯେତେବେଳେ ଶୈବାଳ ସୃଷ୍ଟି ହୋଇନଥିଲା, ସେ ବାୟୁମଣ୍ଡଳରେ ଶକ୍ତି ରୂପରେ ବିଦ୍ୟମାନ ଥିଲେ, ତାକୁ ଦେଖାଯାଏ ନାହିଁ। ତେଣୁ ସେ ନିଜେ ଏଠି ଯେତେବେଳେ ପୁଣି ପରିପ୍ରକାଶ ଘଟିଲେ, ସେଠି ଗୋଟେ ବ୍ୟକ୍ତ ରୂପରେ ପରିପ୍ରକାଶ ଘଟିଲେ। ତଦାତ୍ମନଂ ସ୍ୱୟଂ କୁରୁତ, ସେ ନିଜେ ହିଁ ନିଜକୁ ସୃଷ୍ଟ କରୁଛନ୍ତି। କୁରୁତ ସ୍ୱୟଂ କୁରୁତ, ନିଜେ ହିଁ ନିଜର ସ୍ରଷ୍ଟା, ନିଜ ଦ୍ୱାରା ନିଜକୁ ସେ ସୃଷ୍ଟି କଲେ। ଏବଂ ସବୁ କଥା ଆମେ ଯେଉଁ ଜଡ଼ ଦେଖୁଛେ ସେ ନିଜେ ହିଁ ନିଜର ସୃଷ୍ଟି କଲେ। ଜଡ଼ରୁ ଯେ ପ୍ରାଣ, ଯେ ଜଡ଼ ହିଁ ପ୍ରାଣକୁ ସୃଷ୍ଟି କଲା ଏକଥା ନୁହଁ। ଜଡ଼ ଭିତରୁ ସେ ନିଜେ ନିଜକୁ ସୃଷ୍ଟି କରୁଛନ୍ତି, ସେ ପ୍ରାଣ। ସେ ପ୍ରାଣ ଭିତରୁ ନିଜେ ନିଜକୁ ଆଉ ଗୋଟେ ରୂପରେ ସୃଷ୍ଟି କରୁଛନ୍ତି, ସେ ହେଉଛନ୍ତି ମନ। ପ୍ରାଣ ତା ପ୍ରାଣ ଜାଗାରେ ଅଛି, କିନ୍ତୁ ସେଠରୁ କିଛି ନୂଆ ରୂପରେ ସେ ନିଜକୁ ରୂପାୟିତ କରୁଛନ୍ତି। ଏବଂ ସେ ମନ ରୂପରୁ ସେମିତି ବିଜ୍ଞାନରେ ନିଜେ ନିଜକୁ ସୃଷ୍ଟ କରୁଛନ୍ତି। ଏବଂ ତସ୍ମାତ୍ ସୁକୃତମ୍ ଉଚ୍ୟତେ ଇତି, ତାଙ୍କର ଏଇ ଜଗତଟା, ସୃଷ୍ଟ ଜଗତଟା ତାଙ୍କର ସୁକୃତମ୍। ସୁକୃତମ୍ ହେଉଛି ଏକ ନୂତନ ପରିପ୍ରକାଶ, ଗୋଟେ ମଙ୍ଗଳମୟ ପରିପ୍ରକାଶ, ଏକ ଉନ୍ନତତର ପରିପ୍ରକାଶ। ସୁ ଅଟି ଶ୍ରୀଅରବିନ୍ଦ ତାକୁ ଅତି ଗୁଡ୍ ବୋଲି କହିଛନ୍ତି, ଗୋଟେ ଭଲ, ଗୋଟେ ଉନ୍ନତତର ପରିପ୍ରକାଶ ବୋଲି ସେ କହୁଛନ୍ତି, ଉନ୍ନତତର ସୃଷ୍ଟି। ତେଣୁ ସେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ସେ ନିଜେ ନିଜକୁ ଏକ ସ୍ଥୂଳରୁ ସୂକ୍ଷ୍ମ ଆଡ଼କୁ ପରିପ୍ରକାଶ କରି କରି ଚାଲିଛନ୍ତି, ଗୋଟେ ଅସଜଡ଼ାରୁ ସଜଡ଼ା ଆଡ଼କୁ ପରିପ୍ରକାଶ କରି କରି ଚାଲିଛନ୍ତି, ଗୋଟେ ଅଜ୍ଞାନରୁ ଜ୍ଞାନ ଆଡ଼କୁ ପରିପ୍ରକାଶ କରି କରି ଚାଲିଛନ୍ତି। ତାଙ୍କର ଏଇଟା ହେଉଛି ତାଙ୍କର ପରିପ୍ରକାଶଟା ହେଉଛି ସୁକୃତମ୍। ଏବଂ ସେଇ ସପ୍ତମ ଅନୁବାକରେ ସେଇଟା ଆମେ ପଢ଼ିବା। ୟଦ୍ ବୈ ତତ୍ ସୁକୃତମ୍ ରସୋ ବୈଶଃ ରସୋ ହେବାୟଂ ଲବ୍ଧ୍ୱାନନ୍ଦୀ ଭବତି को हेवान्यात् को प्राणात् प्राण्यात् यो देश आकाशो आनंदो न स्यात् एषो हेवानन्दयति। यदा
हेवैष एतस्मिन् अदृश्ये अनात्मे अनिरुक्ते अनिलयम् अभयं प्रतिष्ठां विन्दते अथ सोभयं गतो भवति यदा हेवैष एतस्मिन्नुदरं अन्तरं कुरुते अथो तस्य भयं भवति तत्तेव भयं विदुषो मन्वन्नस्य तदप्येष श्लोको भवति। इति पूर्णांग श्लोकटी से वर्णना करुछंती। से जो असत थिले से सत रूप में निजको निजे से सृष्टि कले एवं तांकर ये सृष्टि प्रक्रिया भितर नूतन नूतन सृष्टि भितर या पूर्व जो आलोचना को आम करूँ सी निजे ज्ञानी अज्ञानी से निजे स्थूल सूक्ष्म आ से निजे कारण से निजे ही सूक्ष्म एवं अभिव्यक्त एटी जहाँ आम विपरीत देखुचु एवं जहाँ शुद्ध देखुचु सबु किछि से एवं सबु परिप्रकाश भितर से रही कि रूप यद यदि तत् सुकृतं तांकर सृष्ट रूप तांकर जे सुकृत रूप ता भितर रही कौन ना रसो वैश से रस रूप रही एवं तांकरे मधुरतम गोटे सुख आनंद प्रत्येक भितर प्रवाहित हो चली सबुठी से अज्ञानमय स्तर हो सेठी भी रस रही से ज्ञानमय स्तर रे सेठी रस रही व्यक्ति गोटे खराब काम करुछि आम जो कहू से खराब काम भितर भी से रस रही से आनंद रही आम आखि जो खराब काम से करुछि से खराब काम भितर से आनंद पाउछि बोली तो से करुछि तो सेठी से आनंद रूप से अच्छा आम आम दृष्टि तो खराब बोली आम कहू था एवं सबुठी से रस रूप से रही तेणु परमंकर गोटे रूप नाम हूँ रस वैश से निजे रस रूप सब सर्वत्र रही रसं हेवा अयं लब्ध्वा आनंदी भवति एवं जितेबाला से प्रत्येक कार्यरू तार प्रत्येक स्थिति अयं यही स्थिति से लब्ध्वा आनंदी ए लब्ध्वा रसं से जिते आनंद रस पाउची से आनंदी भवति निजकू अति आनंद सहित से जीवन निर्वाह करुछि से सबुठी जो कौन से कार्य हूँ से आनंद ही पाउछि से मद करू भी आनंद मद पीला बेले भी से आनंद पाउछि चोरी कला बेले भी आनंद पाउछि अन्य को गोटे आत्मघाती विस्फोरण कला बेले भी से आनंद पाउछि सन्त्रासवाद कला बेले भी से आनंद पाउछि एवं से आनंद रूप में आनंद पाउछि बोली से समस्त कार्य से करुछि जदि बा डिस्क्रिमिनेट करि पारु नाही कोटा भल कार्य कोटा खराब कार्य केटा आत्मस्थ स्तर से जेहेतु से ज्ञान सहित युक्त नुह तेणु से डिस्क्रिमिनेट करि पारु नाही किंतु ता कार्य से आनंद ही रही से रही अछंती बोली से सब कार्य करुछि जदि न पाता से तापर से कहउछंती को हेवान्यात कह प्राण्यात जदि से न पाता अन्यात कह प्राणात किए ये जीवन बंचा इच्छा करता यदि से रस से न पाते से कथारू ये बंचारे जो कुड़िया घरे हो से बंचारे से आनंद अच्छी से आनंद सहित से बंची बोली एवं से सबुठी से आनंद पाउछि बोली से प्राणटा को बंचेकी रखिछि एवं जीवन निर्वाह करुछि नने से जीवन निर्वाह कहीं करंता यदि यदेश आकाश आनंद न सैत् यदि से आकाश आनंद से आनंदटा कौटी अच्छी यदि एस आकाश यही हृदय आकाश भितर यशांत हृदय आकाश आम पूर्व जो पढ़ी यही आकाशटी प्रकृति हृदय भितर रही
से हृदय भितर से आनंद रही से यदि आनंद न सैत् यदि आनंद न था से हृदय गह्वर भितर से आनंद रूप से रही से आनंद ताको जुगाउछन्ति से जोठी भी थाउ जो कार्य ना करू सबु भितर से गोटे सुख दौरान ताको रस दौरान आनंद दौरान तेणु से आनंदरे से ये जीवन निर्वाह करुछि नहले को प्राण्यात नहले कहीं से जीवन बंचु था सी तो ये आसी पहुँची ये माने व्यस्त हो संसार छाड़ी आत्माहुति देकी पलि तेणु से आनंद पाउछि रस पाउछि खुशी पाउछि बोली से ये आनंद सैत् एष हेवानंदी भवति आनंदायति आनंद आयाति तेणु सी स्वयं परम ब्रह्म स्वयं होचंती से आनंद एवं से सबुठी से आनंद को प्रवाहित करांती आनंद आयाति आयाति शब्द होची प्रवाहित करदेवा आनंदर गोटे झरणा सबु बेले प्रवाहित हो चली से जो कार्य करूना कहीं सबु बेले गोटे आनंदर गोटे झरणा निर्झरिणी प्रत्येक भितर प्रवाहित हो चली बोली सी आनंदरे जीवन निर्वाह करुछि। यही कथाटा कि ऋषि माने जिते एकात्म होती से कथा अनुभव करुँच एवं से पर से कहते से जिते से ये दीटा कथा आसब ये आनंद से समस्ते पाऊँच किंतु समस्ते जे से आनंदटा परमंकर आनंद आनंदर तांको छड़ा आनंद आ किछि नाही से ही आनंदर रूप किंतु ये आनंदटी विकृत रूप से अच्छी एवं विकृत रूप जा जाऊ से आनंद सहित पाखे भय अच्छी से पूर्ण परवर्ती श्लोक से कहते आनंद सहित भय आनंद सहित निर्भय यदि आनंद था परमंकर आनंद पाऊ था से निर्भय था तथापि मनुष्य भयर बंचुची कहीं जो मैंने प्रकृति निर्भय भाव में किसी लोक बंचुंट से किए से कथा से परवर्ती श्लोक कहते यदा हे वैश एतस्मिन् अदृश्ये अनात्मे अनिरुक्ते अनिलयम् अभयं प्रतिष्ठा विन्दते अथो सभयं गतो भवति यदा हे वैश एतस्मिन् उदरं अन्तरं कुरुते अथो तस्य भयं भवति तत्तेव भयं विदुषो मन्वानस्य तदप्येष श्लोको भवति यदा जितेबले ह्य एव एष जितेबले ये मनुष्य एतस्मिन् यही परमं को एतस्मिन् अदृश्य अनात्म्यम अनिरुक्तम अनिलयम से परम होचंती से परम ब्रह्म होचंती से होचंती अदृश्यम से इंद्रिय ग्राह्य नुहंती अनात्म तांकर शरीर नाही अनात्म्यम अनिरुक्तं तांको कौन से प्रकार विचार करी हब नाही तांको कौन से प्रकार व्यक्त अनिरुक्तं ताको व्यक्त करी हबनी व्याख्या करी हबनी वाक द्वारा अनिलयम तांकर कौन से घर नाही ना तांकर शरीर अच्छी ना तांकर घर अच्छी ना तांको व्याख्या करी हबो ना से दृश्य अर्थात जो परमंक कथा आलोचना करुछु से एते सूक्ष्म जे तांको ए इंद्रिय माने ताको देखि परिबो नाही चक्षु देखि परिबो नाही ताको बाक व्याख्या करि परिबो नाही से गृहवासी से पूर्व तो कहते से गृहवासी एठी से अनिलयम बोली से कहउचंती तांकर घर नाही से अनात्म्यम तांकर शरीर नाही से होचती परम जेतेबेले एव एष यही एष एष माने यही व्यक्ति जेतेबेले अभयं प्रतिष्ठा विन्दते प्रतिष्ठा जेतेबेले तांको सहित से सूक्ष्म अदृश्य अनात्म्यम अनिरुक्तम अनिलयम परमंक सहित परमंक प्रतिष्ठा परमंक निज भितर प्रतिष्ठा करिवो एकात्म हब विन्दते एवं से परमंक सहित परमंक लाभ करुथुब से अभयम
ସେତେବେଳେ ତା ଭିତରୁ ସମସ୍ତ ଭୟ ଚାଲିଯିବ। କାରଣ ସେ ପରମ ଆଉ ସେ ଏକ ହୋଇ ଉଠିବେ। ତେଣୁ ସେ ଏ ଜଗତକୁ ଏକ ରୂପରେ ଦେଖିବ। ଆମେ ଜଗତକୁ ଏଠି ଯେଉଁ ଜଗତ ଦେଖୁଛୁ, ଏଠି ଏ ଜଗତର ଏକ ପ୍ରତିଭାସିକ ରୂପକୁ ଦେଖୁଛୁ। ଯଥାର୍ଥ ଜଗତକୁ ଆମେ ଦେଖିପାରୁନାହୁଁ। ତା ମୂଳର କାରଣ ହେଉଛି ଆମେ ଯେଉଁ ବସ୍ତୁ ଦ୍ୱାରା ଜଗତକୁ ଦେଖୁଛୁ, ସେ ବସ୍ତୁ ସାମଗ୍ରିକ ରୂପରେ ୟାକୁ ଦେଖିପାରିବ ନାହିଁ। ତେଣୁ ସେ ତାକୁ ଭିନ୍ନ ରୂପରେ ଦେଖୁଛୁ। ଯେମିତି ଗୋଟେ ବାଡ଼ିଟିକୁ ଜଳ ଭିତରକୁ ପ୍ରବେଶ କଲେ ଦେଖାଯାଏ ବାଡ଼ିଟା ଯେମିତି ମଝିରୁ ବଙ୍କା ହେଇଯାଇଛି, କିନ୍ତୁ ବାସ୍ତବରେ ନା ବାଡ଼ି ବଙ୍କା ଥାଏ ନା ଜଳ ସେଠୁ ଦୁଇ ଭାଗ ହେଇଯାଇଥାଏ। କିନ୍ତୁ ଏଟା ପ୍ରକ୍ରିୟା, ଏକ ଦୃଷ୍ଟି। ସେ ଦୃଷ୍ଟି ହିଁ ଆମକୁ ଭୁଲ ରୂପରେ ଦେଖାଉଛି ଏବଂ ଆମେ ଭୁଲ ରୂପରେ ଦେଖୁଛୁ। ତେଣୁ ସେ ଆମର ଦୃଷ୍ଟି ଯଦି ଏକାତ୍ମ ହେବ, ଆମର ବଞ୍ଚିବା ଯଦି ପରମଙ୍କ ସହିତ ଏକାତ୍ମ ଭାବରେ ବଞ୍ଚିପାରିବା, ତାହେଲେ ତାଙ୍କରି ଦୃଷ୍ଟିରେ ତାଙ୍କୁ ଦେଖିହେବ। ସେତେବେଳେ ଆମେ ଆଉ ଭିନ୍ନ ରୂପରେ ତାଙ୍କୁ ଦେଖିପାରିବା ନାହିଁ, ଏକାତ୍ମ ରୂପରେ ତାଙ୍କୁ ଦେଖିବା। ସେତେବେଳେ ଆଉ ଭୟ ନଥିବ। ଅଥୋ ସୋ ଅଭୟଂ ଗତୋ ଭବତି। ସେତେବେଳେ ସେଇ ବ୍ୟକ୍ତି ଆଉ ଭୟ, ପରମଙ୍କୁ ଭୟ କରିବ ନାହିଁ କି ଅନ୍ୟ କାହାକୁ ବି ଭୟ କରିବ ନାହିଁ। ଗୋଟେ ନିର୍ଭୟ ତଦାତ୍ମ ଭାବରେ ସେ ଏଠି ଜୀବନ ନିର୍ବାହ କରୁଥିବ। ଯଦା হে ବୈଷ ଏତସ୍ମିନ୍ ଉଦରଂ ଅନ୍ତରଂ କୁରୁତେ ତଥୋ ତସ୍ୟଂ ଭୟଂ ଭବତି। ଯେତେବେଳେ ଯଦା ଏବ ଏଷ, ଏଇ ମନୁଷ୍ୟ, ଏତସ୍ମିନ୍, ଏତସ୍ମିନ୍ ସେ ପରମଙ୍କ ଠାରୁ ଅନ୍ତରଂ କୁରୁତେ, ଯଦି ସେ ବିଚ୍ଛିନ୍ନ ହେଇଯାଏ, ପରମଙ୍କ ଠାରୁ ସେ ବିଚ୍ଛିନ୍ନ ହେଇଯାଏ, ଅନ୍ତରଂ କୁରୁତେ ଅଥୋ ତସ୍ୟଂ ଭୟଂ ଭବତି, ସେତେବେଳେ ସେ ଭୟ ତା ଭିତରେ ଜାତ ହେବ। ତସ୍ୟ, ସେ ପରମଙ୍କ ଠାରୁ ସେ ଭୟ, ସେ ପରମଙ୍କ ଠାରୁ ସେ ନିର୍ଭୟ ପାଉଥିଲା, ସେ ପରମଙ୍କ ଠାରୁ ସେ ଭୟ ପାଇବ। ଅର୍ଥାତ୍ ତାକୁ ଏଠି ଏକ ଅଜ୍ଞାନତା ତାକୁ ଭୟ ତାକୁ ଆଣିଦେବ। ଏଠି ଜ୍ଞାନର ଅର୍ଥ ହେଉଛି ସେ ପ୍ରତିଷ୍ଠାଂ ବିନ୍ଦତେ, ଯେତେବେଳେ ସେ ତାଙ୍କ ସହିତ ତଦାତ୍ମ ହୋଇ ଉଠିବ, ତା ଭିତରେ ଗୋଟେ ଜ୍ଞାନର ଆଲୋକ ତା ଭିତରେ ପ୍ରତିଭାତ ହେବ, ଯିଏ ଆଲୋକ ଦ୍ୱାରା ସେ ଏକ ନିର୍ଭୟ ଜଗତର ମଧ୍ୟରେ ପ୍ରବେଶ କରିବ। ସେଠି ପରମ ଆଉ ସେ ଏକ ହୋଇ ଉଠିବେ। ଯେତେବେଳେ ସେ ପରମଙ୍କ ଠାରୁ ଅନ୍ତରଂ କୁରୁତେ, ସେ ବିଚ୍ଛିନ୍ନ ହେଇଯାଉଛି, ଭିନ୍ନ ହେଇଯାଉଛି, ସେତେବେଳେ ତା ଭିତରେ ଭୟ ଜାତ, ସେ ପରମଙ୍କୁ ଠାରୁ ଭୟ ଜାତ ହେଉଛି, ସେ ପରମଙ୍କୁ ଭୟ କରୁଛି। ଏବଂ ଏହି ଭୟର ମୂଳ କାରଣଟି ହେଉଛି ସେ ଅଜ୍ଞାନତା। କାହିଁକିନା ଜ୍ଞାନ ତା ପାଖରୁ ଅନ୍ତର ହେଇଗଲେ ସେତେବେଳେ ତା ଭିତରେ ଭୟ ସୃଷ୍ଟି ହେଉଛି। ଭୟଂ ଭବତି ତତ୍ତେବ ଭୟଂ ବିଦୁଷ ମନ୍ୱନସ୍ୟ। ତେଣୁ ଏହି ପ୍ରଭେଦ, ଏହି ଭୟର କାରଣ। ତେଣୁ ଆମେ ଜାଣୁ ଯେ ଭୟ କ'ଣ ନା ଜଣେ ଜଣକୁ ଭୟ କରେ। ଅର୍ଥାତ୍ ସିଏ ତାଠାରୁ ଯେତେବେଳେ ବିଚ୍ଛିନ୍ନ, ଭିନ୍ନ, ସେତେବେଳେ ହିଁ ସିଏ ଜଣେ ଅନ୍ୟକୁ ଭୟ କରେ। ଯଦି ତା ସହିତ ସେ ସଂଯୁକ୍ତ, ସେତେବେଳେ ସେ ତାକୁ କାହିଁ ଭୟ କରିବ? ସେତେବେଳେ ତା ଭିତରେ ଭୟ ବିଲୀନ ହେଇଯିବ। ତେଣୁ ପ୍ରଭେଦ ହିଁ, ଭିନ୍ନତା ହିଁ ଭୟର କାରଣ। ତେଣୁ ଏଠି ସ୍ପଷ୍ଟ ଭାବରେ, ସୁନ୍ଦର ଭାବରେ କହୁଛନ୍ତି ଯେ ସେ ତତ୍ତେବ ଭୟଂ ବିଦୁଷ ମନ୍ୱନସ୍ୟ। ତେଣୁ ନିଜେ ହିଁ ନିଜର ଭୟର କାରଣ ଏବଂ ସେଇ ମନନ କରୁଥିବା ଲୋକ ସେ ନିଜେ ବ୍ରହ୍ମଙ୍କୁ ହିଁ ବିଦୁଷ କରିବ, ସେ ଭୟ କରିବ। ଭୟଂ ବିଦୁଷ, ଏବଂ ଭୟର ଏକ ଉତ୍ସ ହେଇକି
परम एटी पाखर रही। तेणु से भय परम ही एटी निर्भयर उत्स, परम एटी भयर मध्य उत्स। अर्थात से अज्ञानता जितेबाला सी परम ठारू से दूरे जाऊँगी, अंतर हो जाऊँगी, सेतेबेले से परम ठारू से भय जात बा भय अनुभव करुच्ची, परम को भय करुच्ची। भगवान को मनुष्य जिते जहाँ को भय करूना कहीं अधिक भय करे भगवान को, नियति उच्चतर शक्ति को, देवता मान को से भय करे। ता कारण सी तांको ठारू से विच्छिन्न हो जाए एवं सेठू ही भयर जात विच्छिन्न ही भयर कारण हुए। तदोप्येषु श्लोको भवति। तेणु यही जो श्लोक आम आलोचना करुछु, यही श्लोक ही यार उत्तर। तो सी जो प्रश्न ऋषि माने ऋषि करथिले जे एमाने समस्ते मरीगला पर से कहते सी ज्ञान अज्ञान से दीटा भिन्नता को देखा, ये दीटा रो मूल उत्स होती से परम निजे, एवं ये दीटा अंतर जे गोटे हूँ ज्ञानी अर्थात सी होती जितेबले एकत्व अनुभव करे परम सहित, सेतेबले से ज्ञानी सी सेतेबले से परम सहित एक प्रतिष्ठित होकर रही थाए एवं से तदात्म होकर रही थाए। सेतेबले से परम आनंद परम ज्ञान से प्राप्त करे। जितेबले से परम ठारू कौन सी कारक द्वारा से अंतर हो जाए, से ता भीतर अज्ञानता, ता भीतर भय आउ ता भीतर गोटे द्वंद्वमय जगत ता भीतर सृष्टि हो जाए एवं से द्वंद्व ही कारण आउ कहीं नुहति से निजे, से भयर कारण से किए से निजे, अर्थात से परम निजे ही भयर कारण। अर्थात से व्यक्ति निजे ठार अलग हो गला बोली से भय भी से सृष्टि है। कहीं प्रथम से कहीगले भय हो बा निर्भय हो, ज्ञान हो बा अज्ञान हो, सबु किछि से परम ठारू जात है। तेरे भय मध्य एक शक्ति, निर्भयता मध्य एक शक्ति। तेणु ये स्पष्ट भाव में कहते सबुकिछि ये जहाँ कि अभिव्यक्त घटुची से परम ठारू अभिव्यक्त घटुची। तेणु यही श्लोक सहित आम आलोचना आरंभ करिबा जे आज जो से परम तांकर नूतन परिप्रकाश आलोचना कले से अव्यक्त से व्यक्त हेले एवं व्यक्त ही किमिति एकात्म होउचंती। एकात्म हला परे जे जो माने ब्रह्मविद तांक भितर से किमिति निर्भय भाव में रहिचंती, एकात्म भाव में रहिचंती। आ जे माने ब्रह्मविद नुहे, ब्रह्म ठारू भिन्न बा ब्रह्मज्ञानी नुहे, निज को जानती नहीं, जगत को जानती नहीं, तांक पई से द्वंद्व होइकी रहिचंती, भय होइकी रहिचंती, अज्ञान होइकी रहिचंती। एवं यही कथा से आलोचना करी कले तो वर्तमान यही आलोचना को यही कथाटा को आम आलोचना आड़ को नहीं जा। रब भाई आप आलोचना आरंभ करूँ।